सो नमस्कार ସମସ୍ତଙ୍କୁ ଆଉ ମୁଁ ଆଜି ଆପଣମାନଙ୍କୁ ମୋ ଲାଇଫ୍ର ଗୋଟେ ସବୁଠାରୁ ସ୍ପେଶାଲ ମୋମେଣ୍ଟ ସେୟାର କରିବାକୁ ଚାହୁଁଛି। ଆଉ ଏବେ ଭିଡ଼ିଓ ବନେଇବା ରିଜନ୍ ହେଉଛନ୍ତି ମୋ ହଜବେଣ୍ଡ। ଆଉ ଆଜି ମୁଁ ଟିକେ ଘର ଦ୍ୱାର ସାଫ କରିଥିଲି, ସେଥିପାଇଁ ମୁଁ ଶୋଇଥିଲି ଏବେକା। ଆଉ ଏଠି ମାନେ ଘରର ଅବସ୍ଥା ବି ଏମିତି ହେଇଯାଇଛି, ଯେହେତୁ ମୁଁ ସବୁ ଜିନିଷ କାଢ଼ିକି ସାଫ କରିଦେଇଛି। ଆଉ ମତେ ଟିକେ ଟାୟାର୍ଡ ଲାଗିଥିଲା, ସେଥିପାଇଁ ମୁଁ ଟିକେ ଶୋଇପଡ଼ିଥିଲି। ଆଉ ଠିକ୍ ଯେତେବେଳେ ଭାତ ଖାଇବାକୁ ଗଲି, ସେତେବେଳେ ମୋ ହଜବେଣ୍ଡ ଯିଏ କଲ୍ କରିଥିଲେ, ମତେ କହୁଛନ୍ତି ଆଉ ଗୋଟେ ସରପ୍ରାଇଜ ଅଛି। ତାର ମୁଁ ପଚାରିଲି କି ସରପ୍ରାଇଜ? ନାହିଁ ଆଉ ଆଉ ମତେ ଫାଇନାଲି ମିଳିଗଲା। ତ ଚାଲନ୍ତୁ ଦେଖିବା ଆକ୍ଚୁଆଲି କଣ ଅଛି। ତ ମୁଁ ଯେତେବେଳେ ଓପନ୍ କଲି, ହଁ ଶାଢ଼ୀ, ତାପରେ ମୁଁ ତ ବହୁତ ଆଶ୍ଚର୍ଯ୍ୟ ହେଇଯାଇଛି। ତ ଟିକେ ଇମୋସନାଲ ହେଇଯାଇଥିଲି, ନଟ୍ ବିକଜ ଅଫ୍ ଦ ଗିଫ୍ଟ ବଟ୍ ବିକଜ ଦ୍ୟାଟ୍ ଫିଲିଙ୍ଗସ୍। ମାନେ କେତେ ଭଲ ଲାଗେ ନା ଯେତେବେଳେ ତମ ପାଇଁ କିଏ ସାଇଲେଣ୍ଟଲି ପ୍ଲାନ୍ କରେ, ଟାଇମ୍ ବାହାର କରେ, ଆଉ ତମକୁ ଖୁସି ଦେବା ପାଇଁ ସବୁ ଛୋଟ ଛୋଟ ଇଫେକ୍ଟ କରେ। ତ ବହୁତ ପ୍ରାଇସଲେସ୍ ମୋମେଣ୍ଟ ହେଇଥାଏ ସେ ସବୁକୁ। ତ ଏ ଶାଢ଼ୀଟାକୁ ବି ଦେଖନ୍ତୁ, କଲର୍ ଦୁଇଟା ଯାକ ସଫ୍ଟ ଏଲିଗେଣ୍ଟ, ଆଉ ଡିଜାଇନ୍ ତ କ୍ଲାସି ଆଉ ସିମ୍ପଲ୍। ତ ଏମିତିରେ ତ ତାଙ୍କର ଚଏସ୍ ସବୁବେଳେ ଭଲ, ତ ଏଇ ଦୁଇଟା ବି ବହୁତ ହିଁ ଭଲ। ମୁଁ ତ କହିବି କି ମୁଁ ବହୁତ ଲକି ଫିଲ୍ କରୁଛି, ନଟ୍ ବିକଜ ଅଫ୍ ଦିସ୍ ଶାଢ଼ୀ ବଟ୍ ବିକଜ ଆଇ ହାଭ୍ ଏ ହଜବେଣ୍ଡ ହୁ ପୁଟ୍ସ ଇଫର୍ଟ ଟୁ ମେକ୍ ମି ସ୍ମାଇଲ୍। ଥ୍ୟାଙ୍କ ୟୁ ସମସ୍ତଙ୍କୁ ଏଇ ମୋମେଣ୍ଟଟିକୁ ଦେଖିଥିବାରୁ। ଆଉ ଆପଣମାନେ କମେଣ୍ଟରେ କୁହନ୍ତୁ, କେହି ଆପଣଙ୍କୁ କେବେ ସରପ୍ରାଇଜ୍ ଦେଇଥିଲେ କି? ଆଉ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁନି। ତ and thank you so much my king for treatment me like your queen। ତମର ଏଇ ଛୋଟ ଛୋଟ ଇଫେକ୍ଟ ବି ମୋ ଦିଲକୁ ଟଚ୍ କରିଯାଉଛି। ଆଉ ମାନେ ତମର ସରପ୍ରାଇଜଟା ତ କ'ଣ ହିଁ କହିବି, ମାନେ ମୋର ଦିନକୁ ଆହୁରି ବହୁତ ବ୍ୟୁଟିଫୁଲ୍ ବନେଇଦେଲା। ସୋ ଥ୍ୟାଙ୍କ ୟୁ ଆଣ୍ଡ ଥ୍ୟାଙ୍କ ୟୁ।